1987 ଭର୍ସନରୁ ଆରମ୍ଭ ହୋଇ ଏକ୍ସେଲ 2060 ଭର୍ସନ ପର୍ଯ୍ୟନ୍ତ ଚାଲିଛି। କିନ୍ତୁ ପ୍ରାୟତଃ ଏକ୍ସେଲ ଆମର 2007 ପ୍ରାୟ ୟୁଜ୍ କରୁଛନ୍ତି, କିନ୍ତୁ ମୋ ମତରେ 2010 ୟୁଜ୍ ବେଟର। ଓକେ, ତ ତାପରେ ଆମେ ଯିବା ଏକ୍ସେଲ। ଆମେ କେମିତି ଏକ୍ସେଲଟା ବିଷୟରେ ଆମେ ଜାଣିବା ଟିକେ। ତ ଏକ୍ସେଲଟା ଓପେନ୍ କଲେ ତ ପୁଣି ଏକ୍ସେଲ ବିଷୟରେ ଜାଣିବା। ଏକ୍ସେଲଟା ଆମେ କମ୍ପ୍ୟୁଟରରେ କେମିତି ଓପେନ୍ କରିପାରିବା, କେମିତି ଅପରେଟ୍ କରିପାରିବା ସେଇଟା